ଆରେ ସମୟ ଅତିବାହିତ ଆଜ୍ଞା ଯାଉ ଜଣେ ବାବୁଙ୍କର ମାନସିକ ନାଚ ଲଘୁଚାପ ପରେ ଲଘୁଚାପ ଆଜ୍ଞା ଯଦି ହେଇଗଲା ଆରେ ନାଇଁ ଲଘୁ ଆଉ ବର୍ଷା ହବ ନାଇଁ ନା ଘୋଡ଼ା ନାଚ ସଇଲେ ଯଦି ହବ ହବ ନାଇଁ ଏ ମା ଦକ୍ଷିଣ କାଳିକା ପୂର୍ବ କାଳିକା ଉତ୍ତର କାଳିକା ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କର ତଥା ମୋର ମାନସିକ ମହୋଦୟଙ୍କର ଏବଂ ମୋର ମା ମାନଙ୍କର ଭଉଣୀ ମାନଙ୍କର ଛୋଟ ଛୋଟ ପିଲାମାନଙ୍କର ଗ୍ରାମର ସର୍ବଶ୍ରେଣୀ କାଳେ ମଙ୍ଗଳ ଧାମ କରନ୍ତୁ ବୋଲ ଆନନ୍ଦ ସରିଛି ଆମର ନମସ୍କାର ଆତ୍ମକ ମଙ୍ଗଳାଚରଣ आशीर्वाद टे पाठ करवा सभार आशीर्वाद कामना करवा तापर गंतव्य पथर गति करवा नहीं दी चरण श्लोक जहाँ कहते दी पाद श्लोक श्लोक माध्यम मंगलाचरण टी पाठ करवा से श्लोक रु देवता और देवी अपने भाव हेबे तांकरी माध्यम सभा को आशीर्वाद कामना करी आमे गंतव्य रे गति करवा लिखिले युधिष्ठिर से जात कन्या नकुले न विवाहिता सहदेव न पूजिता सा कन्या वरद भवे मान आशीर्वादात्मक मंगलाचरण नमस्कार सरिची मां को चरण कमल प्रणिपात अर्पण करिछे मां को चरण कमल जो मधु धरी पड़िबो सेई मधु द्वारा जे आशीर्वाद करबा आज्ञा नहीं हां हां अच्छा ये जो आशीर्वाद श्लोक पढ़िली तो बुझिला वाला अरे हसत काहे की आगुरु जय माता अच्छा तू आगुरु गायक काम करथलु अरे काहे की अरे काहे की ए आजी होउची की बार बुझवारे मानो अरे रहो रहो आगुरु गाय काम करछ आगुरु केते वर्ष तळे तादर पूरा पूरा पोखर अरे कहू तो अधिका गाड़ी गाड़ी गाय काम करछली गाय काम करी 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 ओतर पालिया को पोस्ट टिक सामने हम कहू धर पोस्ट हाथ में समय तो आगुरु मु गाय काम करथु वर्तमान पालिया को प्रमोशन होछि आज्ञा खाला के तळ ऊपर को जाय ना तमे ऊपर तळ को तळे तो सब ऊपर कोन अछि अरे तळे माटी तळे कोन अछि कहलु कोन अछि आड़ी कोन फळि तो कहलु सारू पियाज रसुन ओता मुळा बीटी गाजर सब तो तळे तो जे कहू ऊपर कोन अछि केला सारा को गाय काम करते आपण जो आशीर्वाद मंगला कोन पाठ करले अरे आपण मोळा कर बाहुला रे आज्ञा मुसे अर्थ आज्ञा बुझे बुझेउ आज्ञा बुझेबी बापा पर शीघ्र बुझे आज्ञा हां आपण अर्थ होउची हां आपण जो गुसब हां संड कहउची गुसब को जे की तो भाउ केते तू मोरुन काई कहू अरे संड बुझब को बीटा राती आउ संड लगा बुझब लगा अरे वृषभ जे संड से आपन मनुकु आउ तार संड कोठी वृषभ कोठी वृषभ आगे देखुथिबे देवतो महादेव मंदिर हां सब मंदिर आगे सिया दिया बसिछि वृषभ संड संडर काटी आगे लगा लगा तार नीति दिन कार्यकला बाजू मुको खाइबा भी खाइबा कोथ खाइबा पनी परिया खाइबा आले सुगु सुगु फूक गाड़ी आटा बोले बस गोली गाना फुसाड़ा मोरा तेरी बेसवा
আলে পুরো রসগোল্লা তো আলো পুরো গাছালে সোজা পড়ে পড়ি দেও কেনাকে বই নাহি মোর জানা তো সকিলে ঝরে ওঠে বিচার উঠানা জন পড়ে ভুলতা পাতে লিখে ওই সারে রে পড়ে পাতা হাত পানো ଭଲ ଭାବରେ ଶ୍ଳୋକଟି କି ବୁଝୁ କାହିଁକି ନା ପଣ୍ଡିତ ଦରବାର ନାଇଁ ଆଶୀର୍ବାଦ ଶ୍ଳୋକ ଅର୍ଥ ବାବୁରେ ଯୁଧିଷ୍ଠିର ଜାତ କନ୍ୟା ଯୁଧିଷ୍ଠିରଙ୍କ ଠାରୁ ଝିଅଟିଏ ଜନ୍ମ ନେଲା ସେ ନକୁଳକୁ ବିବାହ କଲା ସହଦେବ ସେ କନ୍ୟାକୁ ପୂଜା କଲେ ସେଇ କନ୍ୟାରେ ସଭାକୁ ବର ପ୍ରଦାନ କରନ୍ତୁ ବୋଲ ଆନନ୍ଦ କବାର ହରି ହରିବଲ ବୋଲ ଆରେ କାହିଁକି କଣ କହିଲେ ଆପଣ ଯୁଧିଷ୍ଠିର ଯାହା କନ୍ୟା ନକୁଳେ ନବୀ ଭାଇଟା ସହଦେବ ବୁଝିନ ଯୁଧିଷ୍ଠିର ତାର ଝିଅ ଜନ୍ମ ହେଲା ନକୁଳ ତାକୁ ବିବାହ କରିବ ପୂଜା କରିବ ଆଜ୍ଞା ସାର୍ ତୁ କୁଆଡକୁ ଗଲୁ କି ଆପଣଙ୍କ ମଗଜ ବାକି ଗଲାଣି ଯୁଧିଷ୍ଠିର ଝିଅ ଯିଏ ନକୁଳର ହବ ଝିଆରୀ ଯୁଧିଷ୍ଠିର ନକୁଳ ହେଲେ ଭାଇ ଦି ଭାଇ ମାନେ ବଡ ଭାଇର ଝିଅକୁ ସାନ ଭାଇ ବାହା ହବ ମାନେ ଦାଦା ଝିଆରୀ କି ବାହା ହବ ପୂଜା କରିବ ଆରେ ସେ କଥା କଣ ମୁଁ କହିଲି ଆରେ କାହିଁକି ଭୂତ ପ୍ରେତ ମତେ କହିବ ଭୂତ ପ୍ରେତ କହିଲେ ମୁଁ କହିଲି କାଟି ଝିଆରୀ କି ବିବାହ କର ପୁରାଣ କହିଲା ତୁ ପୁରାଣ ପୁରୁଷୋତ୍ତମ ଯାହାକୁ ଆମେ କହୁଛେ ସ୍ୱୟଂ ଭଗବାନଙ୍କର ବାଣୀ ସେଇ ପୁରାଣରେ କବିମାନେ ଲେଖି ଯାଇଛନ୍ତି ଯୁଧିଷ୍ଠିର ଜାତ କନ୍ୟା ଯୁଧିଷ୍ଠିରଙ୍କ ଠାରୁ କନ୍ୟାଟିଏ ଜନ୍ମ ନେଲା ନକୁଳେନ ବିବାହିତ ସେ ନକୁଳକୁ ବିବାହ କଲା ସହଦେବ ନ ପୂଜିତା ସାକନ୍ୟା ବରଦ ଭବେ ବାପୁରେ ଏ କୁରୁକ୍ଷେତ୍ରର ନକୁଳ ଆଉ ସହଦେବ ନୁହନ୍ତି ନା ନା ଇଏ ହସ୍ତିନାପୁରର ନକୁଳ ଆଉ ସହଦେବ ନୁହନ୍ତି ନା ନା ଇଏ ନକୁଳ କିଏ ଇଏ ଯୁଧିଷ୍ଠିର କିଏ ତାକୁ ଟିକେ ଦେଖିବା ନା ଦେଖିବା ଟିକେ କରିଥିବା ଯୁଦ୍ଧରେ ସ୍ଥିର ଯୁଧିଷ୍ଠିର ହିମାଳୟ ପର୍ବତର ଗୋଟିଏ ନାଁ ଅଛି ଯୁଧିଷ୍ଠିର ପର୍ବତରାଜ ହୈମବନ୍ତଙ୍କର ଗୋଟିଏ ନାଁ ମଧ୍ୟ ଅଛି ଯୁଧିଷ୍ଠିର ସେଇ ପର୍ବତରାଜ ହୈମବନ୍ତଙ୍କ ଔରସରୁ ମେନାଦେବୀଙ୍କ ଗର୍ଭରୁ ଜାତ ହେଲେ ସେ କନ୍ୟା ହେଉଛନ୍ତି ମା ଭଗବତୀ ପାର୍ବତୀ ପର୍ବତ ରୂପକ ଯୁଧିଷ୍ଠିରଙ୍କ ଠାରୁ ଜନ୍ମ ହେଲେ ପାର୍ବତୀ ରୂପକ କନ୍ୟା ସେ ନକୁଳ କିଏ ଶିବଙ୍କୁ ନକୁଳ ବୁଝାଯାଏ ଶିବଙ୍କର ଅନ୍ୟ ନାମ କାହିଁକି ନା ଶିବ ହେଉଛନ୍ତି ନରକୂଳର ଅଧୀଶ୍ୱର ନାଗକୂଳ ନରକୂଳ ଯକ୍ଷକୂଳ ରକ୍ଷକୂଳ କିନ୍ନର କୂଳ ଗାନ୍ଧର୍ବ କୂଳ ରୋହିତ କୂଳ ପିଶାଚ କୂଳ ଇତ୍ୟାଦି ଇତ୍ୟାଦି ନବକୂଳ ଶିବଙ୍କର ଅନ୍ୟ ନାମ ହେଉଛି ନକୁଳ ଆଜି ଶିବ ପାର୍ବତୀଙ୍କୁ ବିବାହ କଲେ ଆରେ ସେ କଥା ନୁହେଁ ମା କେମିତି ପର୍ବତରୁ ଜନ୍ମ ନେଲା ଗୋଟିଏ ପଦ କବି ଦୁର୍ଗାଚରଣ ମହାନ୍ତି କହିଲେ ଆଜି ପର୍ବତରୁ ଶମ୍ଭୁ
ଅନନ୍ତ ରୂପକ ଯୁଧିଷ୍ଠିରଙ୍କ ଔରସରୁ ମୀନା ଦେବୀଙ୍କ ଗର୍ଭରୁ ଜାତ ହେଲେ ମା କନ୍ୟା ରୂପକ ପାର୍ବତୀ। ପାର୍ବତୀ ଶିବଙ୍କୁ ବିବାହ କଲେ। ଶିବ ହେଉଛନ୍ତି ନକୁଳ। ନାଇଁ ପୂଜା କଲେ ସହଦେବ। ସେ ସହଦେବ କିଏ? ନା ସମଦେବ ଏବଂ ସହଦେବ। ସମସ୍ତ ଦେବତା ମଣ୍ଡଳୀଙ୍କୁ ସହଦେବ ବୁଝାଯାଏ। ନାଇଁ ମହିଷାସୁର ଗର୍ଭର ଅତିଷ୍ଠ ହୋଇ ଦେବତା ମାନେ ମେରୁଗିରି ଉପରେ ଚିନ୍ତା କଲେ ବିଷ୍ଣୁକୁ। ଅଗ୍ନି ଗର୍ଭରୁ ବିଷ୍ଣୁ ଦୁର୍ଗା ରୂପକୁ ଧାରଣ କରି ଜନ୍ମଗ୍ରହଣ କଲେ। ଗୋଟିଏ ପଦ ଭ୍ରମର ରାୟ କହିଲେ ଆଜି ଅନଳ ଗର୍ଭରୁ ହେଲୁ ଶମ୍ଭୁ ତବ ସହାରିଲୁ নম ভগবতী নম মা ভগবতী দুর্গে জগত জননী পার্বতী মা বড় ইষ্ট দেবী জগত জননী কৈবর্ত জননী বাসরী তথা মা পীঠ দেবী মহামায়া মা মঙ্গলা মা সর্বেশ্বরী জগত পিতা শিব জগত পিতা নারায়ণ ମାନସିକ ମହୋଦୟଙ୍କର ତଥା ଅନୁଷ୍ଠାନର ସମସ୍ତ ପିଲାମାନଙ୍କର ମା ମାଉସୀ ମାନଙ୍କର ଭାଇ ଭଉଣୀ ମାନଙ୍କର ଅନୁଷ୍ଠାନର ଉଦ୍ୟୋକ୍ତାକାରୀ ମାନଙ୍କର ତଥା ଅନୁଷ୍ଠାନର ଗ୍ରାମର ସର୍ବସ୍ମିତ କାଳ ମଙ୍ଗଳ ବିଧାନ କରନ୍ତୁ। ବମ ଭୋଳା